ଆସନ୍ତା ମାସରେ ରଙ୍ଗୋଲି ଆଉ ଆରବର ବାହାଘର। ଆରବକୁ ନିଜର ସ୍ୱାମୀ ରୂପରେ ପାଇବ ବୋଲି ମନେ ମନେ ଭାବି ରଙ୍ଗୋଲି ବେଶ ଖୁସିରେ ଅଛି। ଆଉ ଆଜି ତ ରଙ୍ଗୋଲି ଆରବର ପ୍ରପୋଜାଲକୁ ମଧ୍ୟ ଆକ୍ସେପ୍ଟ କରିସାରିଥିଲା। ଆଉ ତାପରେ ରଙ୍ଗୋଲି ମଧ୍ୟ ବାହା ହେବ ବୋଲି ଆରବକୁ କଥା ଦେଇସାରିଛି। ଆରବ ଯେତେବେଳେ କହିବ ରଙ୍ଗୋଲି ତୁମେ ମୋଠୁ ଦୂରେଇ କୁଆଡ଼େ ଯାଉଛ, ମୁଁ ତ ଏଠି ଅଛି, ତୁମେ କ'ଣ ପାଇଁ ଯାଉଛ? ଆଉ ତାପରେ କହିବ ରଙ୍ଗୋଲି ମୁଁ ତୁମକୁ ଭଲ ପାଏ ଆଉ ତୁମେ ବି ଜାଣିଛ, ଆଉ ମୁଁ ତୁମକୁ ମ୍ୟାରେଜ୍ କରିବାକୁ ଚାହୁଁଛି। ଆଉ ରଙ୍ଗୋଲି ମଧ୍ୟ ସେତିକିବେଳେ କହିଦେବ ଆରବ ମୁଁ ବି ତ ସେଇଆ ଚାହୁଁଛି, ଆମେ ଦୁଇ ଜଣ ଚାଲ ବାହା ହୋଇଯିବା। ଆଉ ଏଇ କଥା ଡିସ୍କସନ୍ ପରେ ମଧ୍ୟ ପରସ୍ପରକୁ ହକ୍ କରିବେ। ଆଉ ତାପରେ ଆସିବ ଅସଲ ଟୁଇଷ୍ଟ। ଘର ବାହାରେ ତାଙ୍କ ପରିବାର ଲୋକେ ଏଇ କଥା ସବୁ ଶୁଣି ନେବେ। ଆଉ ଶୁଣିବା ପରେ ଆସିବ ଅସଲ ମଜା। ରଙ୍ଗୋଲିକୁ ଯିଏ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିବ, ସାପ ଛାଡ଼ିଥିବ ମହିମା ଆଜି ନିଜର ବହୁତ ବଡ଼ ପ୍ଲାନ୍ ପୁଣି ଖେଳିଦେବ। ଆରବ ଆଉ ରଙ୍ଗୋଲିକୁ ଅଲଗା କରିବା ପାଇଁ ପରିବାର ଲୋକଙ୍କ ସାମ୍ନାରେ ଏହିସବୁ ଗୁମର ଖୋଲିଦେବ। ହେଲେ ସବୁ ଗୁମର ଖୋଲିଯିବ ସତ, ହେଲେ ପରିବାରରେ ନୂଆ ପ୍ରଳୟ ଆସିବାକୁ ଯାଉଛି।